ଘରେ 4 ଜଣ ବନ୍ଧୁ ଥିଲେ। ସେମାନେ ସୁନ୍ଦର ଭାବରେ ପାଠ ପଢ଼ୁଥିଲେ, ପରସ୍ପର ମିଳିମିଶି କରି କାମ କରୁଥିଲେ। ପାଠ ପଢ଼ି ପଢ଼ି ତାଙ୍କର 10ମ ଶ୍ରେଣୀ ସରିଗଲା। ତାପରେ ସେମାନେ ବିଭିନ୍ନ କଲେଜରେ ପଢ଼ିଲେ। ତ 10ମ ଶ୍ରେଣୀ ପାସ୍ କଲା ପରେ ସେମାନେ କଥାବାର୍ତ୍ତା ହେଲେ ଯେ ଆମେ 20 ବର୍ଷ ପରେ ଏଇ ହୋଟେଲରେ ଆମେ ସମସ୍ତେ এই ସମୟରେ ସାକ୍ଷାତ ହେବା ଏବଂ ଯିଏ ପଛରେ ଆସିବ ସେଇ ସବୁ ଖର୍ଚ୍ଚ ବହନ କରିବ। ସମସ୍ତେ ଖୁସି ହେଲେ, ହାତ ମିଳେଇଲେ, ନିଜ ନିଜ ସ୍ଥାନକୁ ଚାଲିଗଲେ। ଯାହା ଜାଗାରେ ସେ ପାଠ ପଢ଼ିଲେ, ପାଠ ପଢ଼ିକି ଚାକିରି କଲେ, ବାହାସାହା ହେଲେ, ତାଙ୍କର ପରିବାର ବଢ଼ି ଉଠିଲା। ଦେଖୁ ଦେଖୁ 20 ବର୍ଷ ହେଇଗଲା। ଯେଉଁଦିନ ସମସ୍ତେ ଭେଟ ପଡ଼ିବା କଥା ସେଇଦିନ ବନ୍ଧୁମାନଙ୍କର ମନେ ପଡ଼ିଲା। ପ୍ରଥମ ବନ୍ଧୁ କ'ଣ କରିଛି, ସେଇ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଯେଉଁ ଚାଲ ଘର ଥିଲା ହୋଟେଲଟା, ଚାଲ ଘର ଜାଗାରେ ପକ୍କା ଘର ହେଇଛି, 3 ମହଲା କୋଠା। ଦେଖିଥିଲେ ଏ ବଡ଼ ହୋଟେଲ। ଯୁଗ ବଦଳୁଛି, ସମୟ ବଦଳୁଛି, ହୋଟେଲ କାହିଁକି ବଦଳିବ ନାହିଁ? ଚୁପଚାପ ବସିଛନ୍ତି। 10-15 ମିନିଟ ପରେ ଦ୍ୱିତୀୟ ବନ୍ଧୁ ଜଣକ ଆସିଲେ। ସେଇ ନିର୍ଦ୍ଧାରିତ ସ୍ଥାନରେ ବସିଲେ। 2 ବନ୍ଧୁ ହାତ ମିଳେଇଲେ, ଭଲ ମନ୍ଦ କଥା ହେଲେ। ପୁଣି 10-15 ମିନିଟ ପରେ ତୃତୀୟ ବନ୍ଧୁ ଆସିଲେ, ପୁଣି ହାତ ମିଳେଇଲେ, କଥାବାର୍ତ୍ତା ହେଲେ। ସେମାନେ ବିଚାର କଲେ ଚତୁର୍ଥ ବନ୍ଧୁ ଆସନ୍ତୁ, ତାପରେ ଚା ପିଇବା, ଭୋଜନ କରିବା, ପୁଣି କେତେ ମଜା କରିବା। ପାଠ ପଢ଼ିଲା ବେଳେ ଯେଉଁ ମଜା କରୁଥିଲୁ ଆଜି ପୁଣି ତାକୁ ଟିକେ ଦୋହରେଇବା, କେତେ ମଜା ଲାଗିବ। ଆମେ ଗୃହ ଜଞ୍ଜାଳରେ ଘାଣ୍ଟି ହେଉଛୁ, ଆଜି ଟିକେ ଆମକୁ ମୁକ୍ତି ମିଳିଛି, ମନଟା ଆନନ୍ଦ ଲାଗିବ। ଘଣ୍ଟେ ଗଲା, 2 ଘଣ୍ଟା ଗଲା, 3 ଘଣ୍ଟା ବିତିଗଲା। ଚତୁର୍ଥ ବନ୍ଧୁ ଜଣକ ଆସିଲେ ନାହିଁ। ବିଚାର କଲେ କ'ଣ କରିବା, ସେ ତ ଆସିଲେ ନାହିଁ। ହଉ ଠିକ ଅଛି, ଆମେ ଭୋଜନ କରିନେବା। 3 ବନ୍ଧୁ ଚା ପିଇଲେ, କିଛି ସମୟ ପରେ ଭୋଜନ କଲେ, ଖାଇଲେ। ତୃତୀୟ ବନ୍ଧୁ ଜଣକ କହିଲେ ମୁଁ ଶେଷରେ ଆସିଛି, ମୁଁ ଆଜିର ଖାଦ୍ୟ ଖର୍ଚ୍ଚ ସବୁ ମୁଁ ବହନ କରିବି, ମୁଁ ତାର ଫିଜଟା ବୁଝେଇ ଦଉଛି। ଯେତେବେଳେ ଗଲେ କାଉଣ୍ଟରକୁ, ଟଙ୍କା ଯେତେବେଳେ ଦଉଥିଲେ କେତେ ହେଲା, ସେତେବେଳେ ସେ ମାଲିକ କହିଲେ ଆଜ୍ଞା ଆପଣଙ୍କର ସବୁ ବିଲ୍ଟା ଯେତେ ଖର୍ଚ୍ଚ ହେଲା ସବୁ ବୁଝା ସରିଛି। ସେ କହିଲେ କିଏ ଦେଲ, ଆମେ ତ ଦେଇନୁ। ସେ ମାଲିକ କହିଲେ ଆଜ୍ଞା ମୁଁ ଦିନେ ଯୋଉ କମ୍ପ୍ଲେଣ୍ଟ ଉଠଉଥିଲି, ଯୋଉ ନୌକର ଥିଲି, ମୁଁ ହେଉଛି ସେ ପିଲା। ମୁଁ ଆପଣମାନଙ୍କୁ ଭଲ ଭାବରେ ଜାଣିଛି ଏବଂ କଠିନ ପରିଶ୍ରମ କରି ଭଗବାନଙ୍କର ଦୟାରୁ, ମା ଲକ୍ଷ୍ମୀଙ୍କର ଦୟାରୁ ମୁଁ ଆଜି ଏ ହୋଟେଲର ମାଲିକ ହେଇଛି। ଆପଣଙ୍କର ଚତୁର୍ଥ ବନ୍ଧୁ ସବୁ ପଇସା ବୁଝେଇ ଦେଇଛନ୍ତି। ଭାବିଲେ ଚତୁର୍ଥ ବନ୍ଧୁ ଆସିଲେ, ଆମକୁ ଦେଖା କଲେ ନାହିଁ, କାହିଁକି ପଳେଇ ଗଲେ? ଯେତେବେଳେ ମାନେ ହୋଟେଲରୁ ବାହାରିଲେ, ସେଇ ସମୟରେ ଗୋଟେ ଯୁବକ କାରରୁ ଓହ୍ଲେଇ ଆସିଲା, 3 ଜଣଙ୍କୁ ମୁଣ୍ଡିଆ ମାରିଲା ଏବଂ କହୁଛି ଯେ ମୁଁ ହେଉଛି ଆପଣଙ୍କର ଚତୁର୍ଥ ବନ୍ଧୁଙ୍କର ପୁଅ। ବାପା ଜଣେ ଶିକ୍ଷକ ଥିଲେ, ଆଦର୍ଶ ଶିକ୍ଷକ। ମଝି ତାର ଦେହ ଖରାପ ହେଉଥିଲା। ଏଠିକୁ ସେ ମୋତେ ଆଗରୁ କହିଥିଲେ ଯେ ବାବୁ
ଯଦି ମୋର କିଛି ହେଇଯାଏ ତାହେଲେ এই ନିର୍ଦ୍ଧାରିତ ଦିନରେ ତୁ ଯାଇକି ସେ ହୋଟେଲରେ ମୋ ବନ୍ଧୁମାନଙ୍କର ଖାଇବା ଖର୍ଚ୍ଚ ତୁ ଦେଇକି ଆସିବୁ। ତେଣୁକରି ଏହା କହିକରି ବାପା ମାସକ ପୂର୍ବରୁ ତାଙ୍କର ସ୍ୱର୍ଗବାସ ହେଇଗଲା। ସେ ଆସିପାରିଲେ ନାହିଁ। ତେଣୁକରି ବାପାଙ୍କର କଥାକୁ ମୁଁ ରକ୍ଷା କରିବାକୁ ଯାଇ ଆପଣମାନଙ୍କୁ ସମ୍ମାନ ଦେବାକୁ ଯାଇ ମୁଁ ଶେଷରେ ଆସିକରି ଖର୍ଚ୍ଚ ମୁଁ ବୁଝେଇ ଦେଇଛି। ଆଉ ବାପା ମୋତେ ଆଜି ଇଞ୍ଜିନିୟର କରିଛନ୍ତି, ମୋତେ ସଂସ୍କାର ଦେଇଛନ୍ତି। ଏହାପରେ 3 ଜଣ ବନ୍ଧୁଙ୍କର ମନ ବହୁତ ଦୁଃଖ ହେଇଗଲା। ସେମାନେ ବାଲ୍ୟ ବନ୍ଧୁଙ୍କୁ ହରେଇଲେ। ତାପରେ ଭାବିଲେ ଆମେ ଏତେ ଦୀର୍ଘ ସମୟ କାହିଁକି ରଖୁଥିଲୁ, ଯାହାଦ୍ୱାରା ଆମ ମଧ୍ୟରେ ଭାବର ଆଦାନ ପ୍ରଦାନ ହେଇପାରିଲା ନାହିଁ। କିଏ କାହାର ପରିବାରକୁ ଦେଖିପାରିଲୁ ନାହିଁ, କିଏ କେଉଁ ଚାକିରି କଲା କିଛି ଜାଣିପାରିଲୁ ନାହିଁ। ଆମେ ଗୃହ ଜଞ୍ଜାଳରେ ଘାଣ୍ଟି ହୋଇ ରହିଗଲୁ। ମଝିରେ ଆଉ ଯୋଗାଯୋଗ ଆମେ ରଖିଲୁ ନାହିଁ। ତେଣୁକରି ଆମେ ଭୁଲ ନିଷ୍ପତ୍ତି ନେବା ନଥିଲା। ଏ ଛାତ୍ରମାନେ ମଣିଷ ଜୀବନ ପାଣି ଫୋଟକା ବହିଯିବ, ଫାଟିଯିବ, ତାର କିଛି ଠିକଣା ନାହିଁ। ଠିକ ସେମିତି ମଣିଷ ଜୀବନର ମଧ୍ୟ ଠିକଣା ନାହିଁ। ସଂସାରରେ କେହି ରହିନାହାନ୍ତି, ମଣିଷ କ'ଣ ରହିବ? ଆଜିର ମଣିଷ କାଲିକୁ ନାହିଁ। କାହାର ପରବାୟୁ କେତେ କିଏ ବା କହିବ? ତେଣୁକରି ଆମେ ଏଭଳି ଭୁଲ ନିଷ୍ପତ୍ତି ନେବା ନାହିଁ। ବନ୍ଧୁମାନେ ପରସ୍ପର ପାଖାପାଖି ଥିବା, ପରସ୍ପରକୁ ସହଯୋଗ କରିବା, ସାହାଯ୍ୟ କରିବା, ସୁଖ ଦୁଃଖରେ ସାଥୀ ହେବା।